বন্দে নিরবাধ হবে একাদশে জগন্নাথ দ্বাদশে কমলা কান্তঙ্গ পয়রে মোর কণ্ঠরে আচ্ছা তু কিয়ে তো না কোন দিয়ে কইলো কি দুহার হল মু কিয়া কোন জানি না না জানি আরে কৌছি শুন আজ্ঞা তু কিয়ে বলি পচারি রাজা গোটি গোটি করি কহুছি তাহা তু কাহা ছুয়া পচারু কিয়া জন্ম যে কালু করিয়াছি না আজ্ঞা পুয়া বলি না এ দুনিয়া না দেলি কহি পুয়া বলি না এ দুনিয়া না দেলি কহি আচ্ছা পুয়া আজ্ঞা বাবু তোমাকে পুয়া বলি ডাকନ୍ତି না আচ্ছা তোর কেউ বংশরে জন্ম কে কইলে দেখি আরে কহুছি শুন আজ্ঞা নবচারি কেউ বংশরে জন্ম ইয়ারু সিয়ারু পচার পুন আজ্ঞা নবচারি কেউ বংশরে জন্ম ইয়ারু সিয়ারু পচার পুন শুন সুজনে গেইল মন যেউ বংশরে মু হটই জন্ম আজ্ঞা তাহা করুছি ଏବେ ବୟାନରେ ସୁଜନ ତାହା ବୟାନି ଏବେ ବୟାନରେ ସୁଜନ ସେ ପୁଲେ ଥିଲା କିରା ତା ସବର ମାନିକ ପାଟଣା ସେବେନ୍ଦ୍ର କାଳ या गुरुबान नवस्त्र किरास्ताने प्रवेश हेला हिरिमी कमने ताहा जानिन से दुर्जलन किरा तपुदेला से अपमान आज्ञा फेरि आसे कि सात रहन रे दुर्जलन फेरि
ଆମେ ତ ସବୁ ବର୍ଷ ତୁମକୁ ଭଲ ଭଲ କହୁଛୁ କିନ୍ତୁ ସେଇ ଗୋଟିଏ ସମସ୍ୟା ତମେ ରଖିକି ବସିଛ। ଆଚ୍ଛା ଆଚ୍ଛା ଏବେ ଆପଣ କଣ ପ୍ରଶ୍ନ କୁହନ୍ତୁ ମୁଁ ତାର ଉତ୍ତର ଦେବି। କେଉଁ ଜାତିର ତମେ ଜନ୍ମ ହେଲ ସେ କଥା ତ କାହିଁ କିଛି କହିଲନି ଆଉ। ତାହେଲେ କହୁଛି ଶୁଣ। କେଉଁ ଜାତି? ଆଜ୍ଞା ପଚାରିଲ ଯାହା ତୁ କେଉଁ ଜାତି ସୃଷ୍ଟି ସଜନା କାଳୁ ବେଦ ପତି ଆଜ୍ଞା ଦୁଇ ଜାତି କରି କଲେ ଭିଆନ ନାଇ ଅଣ୍ଡିରା ଦୁଇ ଜାତି ଜାଣ ଅଲିବ ଖାନା କୁମ୍ଭାଗିଣ ଭଦ୍ର ଲୋକଙ୍କର ହୋଇ ସନ୍ଧାନ ଆଜ୍ଞା କାହିଁ କରି କେତେ କୁହ ବଚନ ଆଜ୍ଞା ଆଜ୍ଞା କୁହ। ପୁଣି ସେଇ ସମସ୍ୟା ଦେଖିବାକୁ ମିଳୁଛି। ମୁହି ଅଣ୍ଡିରା ଜାତି ଜାଣ ହେ ଦେଲି କରି ଜାତି ଜାଣ ହେ ଦେଲି କରି ଆଜ୍ଞା ବାବୁ ତାହେଲେ ତମେ ଅଣ୍ଟିଆ ଜାତି। ଆଜ୍ଞା ଆମେ ତ ବୁଝିପାରୁନୁ ଟିକେ ତମ ଜନ୍ମଟା କଣ ଟିକେ କହିଲ ଦେଖି। ତାହେଲେ ବର୍ଣ୍ଣ ହଁ ବର୍ଣ୍ଣ ପଚାର। ଏବେ କହୁଛି ଶୁଣ। ହଁ ଆଜ୍ଞା ବର୍ଣ୍ଣ ପରିଚୟ ଯାହା ପଚାର ବର୍ଣ୍ଣଟି ଅଟଇ ପାଞ୍ଚ ପ୍ରକାର ନାଲି ଧଳା କଳା ହଳଦୀ ବର୍ଣ୍ଣ ଆଜ୍ଞା ଶ୍ୟାମଳ ଏ ମରି ପାଞ୍ଚଟି ନାମ ବିବେକ ପଣ ରଥ ପଣ କେଶ ଠାରୁ ବାଲ ପର୍ଯ୍ୟନ୍ତ ଚିହ୍ନ ଆଜ୍ଞା ଦେହ ଯାକ ଶ୍ୟାମଳ ବର୍ଣ୍ଣ ହେ ଦେବୀ କହି ଦେହ ଯାକ ଶ୍ୟାମଳ ବର୍ଣ୍ଣ ହେ ଦେବୀ କହି ଆରେ ପୁଅ ଆଜ୍ଞା ଆମେ ବର୍ଣ୍ଣ ପରିଚୟ ସବୁ ଜାଣିଗଲୁ। ଆଜ୍ଞା ହଁ ଏଇ ଯୋଉ ତାଳପତ୍ର ଗୁଡିକ ଦେହରେ ଖସିଛ ଏଗୁଡିକ କଣ କହିଲ? ଆରେ କହୁଛି ଶୁଣ। କହିଲ। ଆଜ୍ଞା ବାଲ୍ୟ କାଳ ମୁହିଁ ବହୁତ ଦୁଷ୍ଟ ଉଲଗ୍ନ ହୋଇନା ପିନ୍ଧାଇ ବସ୍ତ୍ର ଡାଳ ପତ୍ର ଆଉ ମୟୂର ପର ପିନ୍ଧି ଧରି ବୁଲେ ମୁଧନୁଷ ଦେଖିଏ ରୀତି ସେ ଦଳପତି କହିଲେ ହୁଅ ତୁ ସବରା ଜାତି ଆଜ୍ଞା ପତ୍ର ସଉରା ପତ୍ରିକା କଣ୍ଠିରେ ପତ୍ର ସଉରା ଓ ତେରା କଣ୍ଠିରେ ଦେଲି କହି ଆରେ ପୁଅ ଆଜ୍ଞା ବାବୁ ତମକୁ ତାହେଲେ ପତ୍ର ସଦା ସବୁ ଡାକନ୍ତି। ଆଜ୍ଞା। ପ୍ରଥମରୁ କହୁନ ଆମେ ଜାଣିପାରୁନୁ ଆଉ। ଆମେ ସବୁ ଜାଣୁଛୁ। ପିତାମାତାଙ୍କ ନାଁ ଟିକେ କହିଲ ଆମେ ଜାଣିପାରୁନୁ। କହୁଛି ଶୁଣ। ହଁ ଜାଣିବା ଟିକେ। ଆଜ୍ଞା ଲକ୍ଷ୍ମୀ ଯେ ଦୁଇ ଭଉଣୀ ଲକ୍ଷ୍ମୀକୁ ବିବାହେ ଚକ୍ର ପାଣି ଲକ୍ଷ୍ମୀର ଦେଖି ଅନ୍ୟାୟ ରୀତି କେହି ବିଭା ନହି ଏକ ନୃପତି ଦେଖିଏ ରୀତି ସେ ଜଳପତି ସୋଦର ଋଷିଙ୍କୁ ପରିଶୋଧତି ତାଙ୍କ କୋଳେ ସମର୍ପିଲେ ଦୁର୍ନୀତି ତାଙ୍କ ଗର୍ଭରୁ ମୁନି ଉତ୍ପତ୍ତି ହେ ତାକୁ ମତି ତାଙ୍କ ଗର୍ଭରୁ ମୁନି ଉତ୍ପତ୍ତି ହେ ତାକୁ ଆଚ୍ଛା ପୁଅ ତମ ବୃତ୍ତି କଣ ଟିକେ କହିଲନି ଦେଖି। ଏବେ କହୁଛି ଶୁଣ। ବୃତ୍ତି କହିଲ ଟିକେ। ଆଜ୍ଞା ବନର ସବରା ବନରେ ରହୁ ନାନା ଜୀବଜନ୍ତୁ ମାରି ନ ଖାଉ ଆଜ୍ଞା ବନର ସବରା ବନରେ ରହୁ ନାନା ଜୀବଜନ୍ତୁ ମାରି ନ ଖାଉ ଆଉ ଧନୁଷର ଧରି ନ ବୁଲୁ ମୃଗ ବରାହରେ କୋଟରା ମାରୁ ତାହାଙ୍କୁ ମାରି ଶିକାର କରି ଖାଉ ନୀତି
ପ୍ରତି ଉଦର ଭରି ଡାକର ପାଗଳ ମୂଳ ଖାଉ କୁଟୁମ୍ବ ପୋଷି ସୁଖେ ରହିଥାଉ ଆଜ୍ଞା ହଁ ହଁ ଆମ୍ଭେ ରାଜାର ବରଦାନ ହୁଏ ଦେଲି କର ଆମ୍ଭେ ରାଜାର ବରଦାନ ହୁଏ ଆରେ ପୁଅ ଆଜ୍ଞା ମାମା ତାହେଲେ ତମେ ରାଜାର ପରଦା ନୁହଁ ଆଜ୍ଞା ସବୁ କଥା କହିଲ ଯେ ତମେ ଏକା ନା ତମର ଆଉ କିଏ ଅଛନ୍ତି ଆଜ୍ଞା ଦୁଇଟି ଥିଲେ ଦୁଇଟି ଥିଲେ ଆଜ୍ଞା ହଁ ଏବେ ଆଉ କେହି ନାହାନ୍ତି ଅଛନ୍ତି ଆଉ ଅଛନ୍ତି ତ ମୋ ଗାଁକୁ ମୁଁ ଆଣିକି ଆସିଛି ହଁ ଆପଣ ଯୋଉ ବ୍ୟବହାର ଦେଖାଇଲେ ହଁ। ମୋର କଦାପିଆର ଇଚ୍ଛା ନାହିଁ ଏବଂ ମୋର ଗୁରୁକୁ ବହୁତ ଅସମ୍ମାନ ଅଛି। ଆଚ୍ଛା ଆଚ୍ଛା ମୋ ହୃଦୟ ବି କାନ୍ଦୁଛି ହଁ ଆଉ କେବେ ହେଲେ ତମ ଗାଁକୁ ମୁଁ ଆସିବି ହଁ ମା ହଉ ଟିକେ କୁହ କିଏ କିଏ ଅଛନ୍ତି କୁହ ଟିକେ ଆଉ ମା ଗୁରୁ କହିବାକୁ ମୋର ସମୟ ନାହିଁ ମୁଁ ମୋର ଦୁଇଟାକୁ ନେଇକି ଆମ ଗାଁକୁ ଫେରିଛି ଫେରିଯିବ କହିଥାନ୍ତ ଟିକେ କହିସାରି ଯିବ ହରି ହଉ ଚାଲ ଆଉ ଆପଣଙ୍କ ଠାରେ ମୋର ସ୍ନେହ ସମ୍ପର୍କ ନାହିଁ ହଉ ଠିକ ଅଛି